যে ଗୋଟେ ସୁଦଶ ବ୍ରତ ହଉ କି ଲକ୍ଷ୍ମୀ ମାନେ ବ୍ରତ ହଉ ଗୁରୁବାର ଯେମିତି ପାଳନ କରେ ଏଇ ବ୍ରତ ତ ସେମିତି ପାଳନ କରାଯାଏ ଯେହେତୁ ଗୋଟେ ବ୍ରତ ସାବିତ୍ରୀ ଅମାବାସ୍ୟାରେ ଗୋଟେ ସ୍ୱାମୀଙ୍କ ପାଇଁ ଦୀର୍ଘାୟୁ କାମନା କରାଯାଏ ବଟ୍ ସେଟା 2-3 ଦିନ ତା ପାଇଁ ବ୍ରତଟା ପିନ୍ଧିଥାନ୍ତି ନା ତାପରେ ତ ତାକୁ ଭସେଇ ଦିଆଯାଏ ପାଣିରେ ନା ସେଥିପାଇଁ ସେମିତି କିଛି କାରଣ ନଥାଏ। ଫାଷ୍ଟ ସମସ୍ତଙ୍କୁ ନମସ୍କାର। ମୁଁ ହଉଛି ଲୁସି ଭୁବନେଶ୍ୱରରେ ରହୁଛି ବଟ୍ ଆଜିକି ସମସ୍ତଙ୍କର ସମସ୍ତଙ୍କୁ ନମସ୍କାର ଜଣେଇବି କାହିଁକିନା ସାବିତ୍ରୀ ଅମାବାସ୍ୟା ଆଜି ସମସ୍ତଙ୍କ ପାଇଁ ଗୋଟେ ବଡ଼ ଦିନ ଯେହେତୁ ସଧବା ନାରୀଙ୍କ ପାଇଁ ହେଉଛି ଗୋଟେ ଖୁସିର ଦିନ ସେମିତି ଆମ ପାଇଁ ଗୋଟେ ଖୁସିର ଦିନ କାହିଁକି ନା ଯେହେତୁ ଆମେ ଆମ ଗୁରୁଙ୍କ ଏବଂ ଆମ ସ୍ୱାମୀଙ୍କ ପାଇଁ ଆମେ ସାବିତ୍ରୀ ବ୍ରତ କରିଥାଉ ଆମେ 2-3 ଦିନ ହେଲାଣି ବହୁତ ଏକ୍ସାଇଟେଡ୍ ଥିଲୁ କାହିଁକି ନା ଏଇ ଦିନଟାକୁ ଆମେ ବହୁତ ଅପେକ୍ଷା କରିଥାଉ ଯେହେତୁ ଗୋଟେ ସାବିତ୍ରୀ ବ୍ରତ ସମସ୍ତଙ୍କ ଗୋଟେ ଉତ୍ସାହ ନେଇକି ଆମେ ଆଣିଥାଏ ସାବିତ୍ରୀ ବ୍ରତ ଆମେ 3-4 ଦିନ ହେଲାଣି ବହୁତ ମାନେ କିଣାକୁଣି ବହୁତ ସପିଙ୍ଗ କରୁ ତାପରେ ଆମେ ମେହେନ୍ଦୀ ଫେହେନ୍ଦୀ ସବୁ ଯେମିତି ଗୋଟେ ନାରୀ ଗୋଟେ ଯେମିତି ନିଜକୁ ପ୍ରିପେୟାର କରେ ସେମିତି ଆମେ ନିଜକୁ ବହୁତ ପ୍ରିପେୟାର କରୁ ଆଉ ସାବିତ୍ରୀ ଅମାବାସ୍ୟା ବହୁତ ପାଳନ ବି କରୁ ସେମିତି ଯେମିତିକି ଭୋଗ ରାଗ ସବୁ ଆଉ ସବୁ କିଛି ବ୍ରତ ବି ବାନ୍ଧିଥାଉ ବି ଯେହେତୁ ବାପା ମାଙ୍କ ଘର ଛାଡିକି ସବୁ ଆସିଛୁ ବଟ୍ ଯେହେତୁ ଆମ ଗୁରୁଙ୍କ ପାଖରେ ଅଛୁ ଯେହେତୁ ଆମେ ଗୁରୁଙ୍କ ପାଖରେ ରହୁଛୁ ଆମେ ଗୁରୁଙ୍କ ପାଇଁ କରୁ ଏବଂ ଆମ ସ୍ୱାମୀମାନଙ୍କ ପାଇଁ କରୁ ବ୍ରତ ଫଳ ମୂଳ ଭୋଗ ରାଗ ସବୁ ଯେମିତି ଗୋଟେ ବରଗଛ ମୂଳରେ ପୂଜା ହୁଏ ସେମିତି ବରଗଛ ମୂଳରେ ଗୋଟେ ପୂଜା ହୁଏ ସେମିତି ବ୍ରତ ବି ପାଳନ ଯେ ଗୋଟେ ସୁଦଶ ବ୍ରତ ହଉ କି ଲକ୍ଷ୍ମୀ ମାନେ ବ୍ରତ ହଉ ଗୁରୁବାର ଯେମିତି ପାଳନ କରେ ଏଇ ବ୍ରତ ତ ସେମିତି ପାଳନ କରାଯାଏ ଯେହେତୁ ଗୋଟେ ବ୍ରତ ସାବିତ୍ରୀ ଅମାବାସ୍ୟାରେ ଗୋଟେ ସ୍ୱାମୀଙ୍କ ପାଇଁ ଦୀର୍ଘାୟୁ କାମନା କରାଯାଏ ବଟ୍ ସେଟା 2-3 ଦିନ ତା ପାଇଁ ବ୍ରତଟା ପିନ୍ଧିଥାନ୍ତି ନା ତାପରେ ତ ତାକୁ ଭସେଇ ଦିଆଯାଏ ପାଣିରେ ନା ସେଥିପାଇଁ ସେମିତି କିଛି କାରଣ ନଥାଏ।